ଓଡ଼ିଶା ହାଇସ୍କୁଲ ତରଫରୁ ଭଲ ଭ୍ୟାକେନ୍ସି ଆସିଛି, ନିଯୁକ୍ତି ଆସିଛି। ଜୁନିୟର କ୍ଲର୍କର, ପିଅନର, ଜୁନିୟର କ୍ଲର୍କର କେତେ କ୍ୱାଲିଫିକେସନ୍ ଅଛି, ପିଅନର କ'ଣ କ୍ୱାଲିଫିକେସନ୍ ଅଛି, ଏଜ୍ ଲିମିଟେଡ୍ କ'ଣ ଅଛି, ଇଲିଜିବିଲିଟି କ୍ରାଇଟେରିଆ ଅଛି କ'ଣ, ସିଲେକ୍ସନ୍ ପ୍ରୋସେସ୍ କ'ଣ, ସବୁ ଡିଟେଲ୍ସ ଏଇ ଭିଡ଼ିଓରେ ଜାଣିବା। ତ ଏଇ ଆଡ଼ଭର୍ଟାଇଜମେଣ୍ଟ ଦେଖନ୍ତୁ, ଡେଟ୍ଟା ହେଇଛି 18/9/2025 ଡେଟ୍ ସେ ମେନସନ୍ କରାଯାଇଛି ଯେ ପୋଷ୍ଟ ଆସିବାକୁ ଯାଉଛି, କେବେ ଆସିବ ସେଇଟା ଡିଟେଲ୍ ଏଇ ଭିଡ଼ିଓରେ ଜାଣିବେ। ତ ଚାଲନ୍ତୁ ଦେଖିବା ଜୁନିୟର କ୍ଲର୍କରେ କେତେ ପୋଷ୍ଟ ଆସିବାକୁ ଯାଉଛି। ଜୁନିୟର କ୍ଲର୍କରେ ପୋଷ୍ଟ ଆସିବାକୁ ଯାଉଛି 457 ପୋଷ୍ଟ, ଆଉ ପିଅନରେ ଆସିବାକୁ ଯାଉଛି 1162 ପୋଷ୍ଟ। ତ ଆପଣ ଯଦି ଜୁନିୟର କ୍ଲର୍କ ପକାଇବେ 457 ପୋଷ୍ଟ, ପିଅନରେ ପକାଇଲେ 1162 ପୋଷ୍ଟ। ତ ଜୁନିୟର କ୍ଲର୍କର ଏଜ୍ ଲିମିଟେଡ୍ କେତେ, ପିଅନର ଏଜ୍ ଲିମିଟେଡ୍ କେତେ, ଆଉ ସାଲାରୀ କ'ଣ ରହିବ, କ୍ୱାଲିଫିକେସନ୍ କ'ଣ ରହିବ, ଚାଲନ୍ତୁ ଦେଖିବା। ତ ଏଇଥିରେ ଦେଉଛି ଜୁନିୟର କ୍ଲର୍କ ପାଇଁ ସାଲାରୀଟି ରହିବ 5,200ରୁ 20,200। ତ ପିଅନ ପାଇଁ ରହିବ 4,750ରୁ 14,680। ତ ଏଇଟା ଡାଇରେକ୍ଟ ଗଭର୍ଣ୍ଣମେଣ୍ଟ ଜବ୍ ପାଇବେ ଆପଣ। ତ ସ୍କୁଲ ହାଇସ୍କୁଲ ପିଅନ, ହାଇସ୍କୁଲ ଜୁନିୟର କ୍ଲର୍କ ଭଲ ଭ୍ୟାକେନ୍ସି ଅଛି। ତ ଏଜ୍ ଲିମିଟେଡ୍ ଏଇଟାରେ ମେନସନ୍ କରାଯାଇନି, ଦେଇନାହାନ୍ତି। ତ ଫୁଲ୍ ଡିଟେଲ୍ସ ଯେତେବେଳେ ଆସିବ, ଫୁଲ୍ ଡିଟେଲ୍ ଆସିବ, ତ ସେଇଥିରେ ଏଜ୍ ଲିମିଟେଡ୍ ଦେଇଦେବେ। ତ ହାଇସ୍କୁଲ ପାଇଁକି, ହାଇସ୍କୁଲ ଜୁନିୟର କ୍ଲର୍କ ପାଇଁ ହାଇସ୍କୁଲ ଜୁନିୟର କ୍ଲର୍କ ପାଇଁକି କ୍ୱାଲିଫିକେସନ୍ଟି ରହିବ +3। ତ ପିଅନ ପାଇଁ ରହିବ +2 କିମ୍ବା 10th। ତ +2 ଚାନ୍ସ ବହୁତ ଆସିବା ପାଇଁକି ଯାଉଛି, +2 ଆସିବ ପିଅନ, ଆଉ କ୍ଲର୍କ ଆସିବ +3। ତ ଆର କ'ଣ ସିଲେକ୍ସନ୍ ପ୍ରୋସେସ୍ ମାନେ ଏକ୍ଜାମିନେସନ୍ କ'ଣ ରହିବ ସେଇଟା ବି ମେନସନ୍ କରାଯାଇନି। ତ ଖାଲି ସାଲାରୀ ଆଉ ରହିଛି ଭ୍ୟାକେନ୍ସି। ସାଲାରୀ ଦେଖିଦେଲେ ଭ୍ୟାକେନ୍ସି ରହିଛି, ଏ ଦେଖନ୍ତୁ ଭ୍ୟାକେନ୍ସି ରହିଛି 457, 1162। ତ ଏହା ଦେଲା ଡିଟେଲ୍ ଭିଡ଼ିଓଟି। ତ ସମ୍ପୂର୍ଣ୍ଣ ଭାବରେ ଆସିଲେ ଡିଟେଲ୍ ମୁଁ ଆପଣଙ୍କୁ ଜଣାଇବି। ତ ଆଶା କରୁଛି ଆପଣଙ୍କୁ ସବୁ ଡିଟେଲ୍ ଦେଇପାରିଛି ଓଡ଼ିଶା ହାଇସ୍କୁଲ ପିଅନ ଜୁନିୟର କ୍ଲର୍କ ପାଇଁ। ତ ଆଉ କିଛି ଜାଣିବାକୁ ଚାହିଁଲେ ତ କମେଣ୍ଟ ମାଧ୍ୟମରେ କମେଣ୍ଟ କରିବେ। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ତ ରହିଲେ, ଜୟ ଜଗନ୍ନାଥ।